ସ୍ୱପ୍ନ ପୁନରାବୃତ୍ତି। ଗାଁରେ ଏକ ସାଧାରଣ ପରିବାର, ଘରେ ତାଲପତ୍ରର ଛାଦ, ମାଟିର ଦେୱାଳ ଏବଂ ଚାରିଦିଗରେ ଧାନକ୍ଷେତ୍ର। ସେହି ଘରରେ ରହୁଥିଲେ ରଘୁନାଥ, ଜଣେ କଷ୍ଟକର୍ମୀ କୃଷକ। ସକାଳ ପଟାରୁ ସେ ଉଠି ବଳଦକୁ ବାହାର କରି କ୍ଷେତରେ ଲାଗୁଥିଲେ। ଘରେ ଥିଲେ ସେମାନଙ୍କର ସ୍ତ୍ରୀ ଓ ଦୁଇଟି ଛୋଟ ଛୁଆ, ବଡ଼ ପୁଅ ସୁଶାନ୍ତ ଏବଂ ଛୋଟ କନ୍ୟା ସୁମି। ରଘୁନାଥଙ୍କର ଜୀବନଟା ବହୁତ ସାଧାରଣ ଥିଲେ, କିନ୍ତୁ ତାଙ୍କ ମନରେ ଏକ ବଡ଼ ସ୍ୱପ୍ନ ଥିଲା। ପୁଅକୁ ପଢ଼ାଇବେ, ସାରା ଗାଁରେ ତାଙ୍କର ଗର୍ବ ବୃଦ୍ଧି କରିବେ। ଦିନକୁ ଦିନ କଷ୍ଟ ଓ ସଂଘର୍ଷ। ରଘୁନାଥଙ୍କର ଅବସ୍ଥା ସହଜ ନଥିଲା। ଶିକ୍ଷାରେ ଖର୍ଚ୍ଚ କରିବାକୁ ସେମାନଙ୍କୁ କେବେ କେବେ ଋଣ ନେବାକୁ ପଡୁଥିଲା। କିନ୍ତୁ ସେ କେବେ ପୁଅର ପାଠଶାଳାରେ ବାଧା ଆସୁନାହିଁ। ରଘୁନାଥଙ୍କ କଷ୍ଟକୁ ଦେଖି ସୁଶାନ୍ତଙ୍କ ମନରେ ଏକ ଅଗ୍ନି ଜଳିଉଠିଲା। ସୁଶାନ୍ତ +2 ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହେଲା। ଏହାପରେ ରଘୁନାଥ ତାଙ୍କୁ ଭୁବନେଶ୍ୱରରେ ପଢ଼ାଇବା ପାଇଁ ନିଜର କିଛି ଜମି ବିକ୍ରି କରିଦେଲେ। ସେ ଗାଁ ଲୋକଙ୍କୁ କହିଲେ, ଜମି ପୁଣି କିଣାଯାଇପାରେ, କିନ୍ତୁ ପିଲାର ଭବିଷ୍ୟତ କେବେ ପୁଣି ଫେରିବା ନାହିଁ। ସୁଶାନ୍ତଙ୍କ ସଫଳତା। ସୁଶାନ୍ତ ସହରରେ ଟ୍ୟୁସନ୍ ନେଇ ଏବଂ ଲାଇବ୍ରେରୀରେ ରାତି 2ଟା ପର୍ଯ୍ୟନ୍ତ ପଢ଼ି ବାପାଙ୍କର କଷ୍ଟକୁ ସ୍ମରଣ କରି କେବେ ଆଳସ୍ୟ କରୁନଥିଲା। କିଛି ବର୍ଷ ପରେ ସୁଶାନ୍ତ IAS ପରୀକ୍ଷାରେ ଭାରତର ଟପ୍ ର୍ୟାଙ୍କର ହେଲା। ଗାଁକୁ ଫେରିବା ସମୟରେ ସାରା ଗାଁରେ ଆନନ୍ଦର ବାତାବରଣ ଥିଲା। ସମସ୍ତେ କହିଲେ, ଏହା କେବଳ ସୁଶାନ୍ତର ସଫଳତା ନୁହେଁ, ଏହା ରଘୁନାଥଙ୍କର ବଳିଦାନ। ରଘୁନାଥ ଲୁହ ଛଳଛଳ ଆଖିରେ କହିଲେ, ମୋର ସବୁ କଷ୍ଟ ଆଜି ସାର୍ଥକ ହେଲା। ମୋର ପୁଅ, ମୋର ସ୍ୱପ୍ନ।